ମା ମଙ୍ଗଳା ମନ୍ଦିରରେ ହୋମଯଜ୍ଞ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଭୋଗଡ଼ା ଗ୍ରାମରେ ମା ମଙ୍ଗଳା ଦେବୀଙ୍କ ପାର୍ଶ୍ୱ ଦେବତାଙ୍କ ପ୍ରତିଷ୍ଠା ଏବଂ ପୀଠରେ କଳସ ସ୍ଥାପନ କରାଯାଇଛି। ଆଗକୁ ଆଶ୍ୱିନ ମାସ ଆସୁଥିବା ଯୋଗୁଁ ମନ୍ଦିରକୁ ନୂତନ ଭାବେ ରଙ୍ଗ ଦେଇ ସ୍ଥାପିତ ଦେବୀମାନଙ୍କୁ ଚିତ୍ର ବିଚିତ୍ର କରାଯାଇଥିବା ବେଳେ ଗ୍ରାମର ମଙ୍ଗଳ ପାଇଁ ପ୍ରତ୍ୟେକ ଦ୍ୱାରରେ ପୂର୍ଣ୍ଣକୁମ୍ଭ ଓ ଦୀପ ଜାଳି ହୋମଯଜ୍ଞ ଓ ଭୋଜି ଭାତର ଆୟୋଜନ ହୋଇଥିଲା। ହୋମରେ କର୍ତ୍ତା ରୂପେ ସୁଶାନ୍ତ ସ୍ୱାଇଁ ଓ କସ୍ତୁରୀ ସ୍ୱାଇଁ ବସିଥିବା ବେଳେ ପୁରୋହିତ ରବୀନ୍ଦ୍ର ମିଶ୍ର, ମୁକୁନ୍ଦ ଚନ୍ଦ୍ର ମିଶ୍ର ଏବଂ କାଳୀଚରଣ ମିଶ୍ରଙ୍କ ଦ୍ୱାରା ହୋମଯଜ୍ଞ ସମାପନ ହୋଇଥିଲା। ପରିଶେଷରେ ମା ମଙ୍ଗଳା ଦେବୀଙ୍କ ପୂଜକ ଏବଂ ଗ୍ରାମର ମହିଳାମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, ଘଣ୍ଟି ବଜାଇ ହରିବୋଲ ହୁଳହୁଳି ଦେଇ ନାମ ସଂକୀର୍ତ୍ତନ କରି ନଗର ଭ୍ରମଣ କରାଇ ବହୁ ଆଡମ୍ବରରେ ପୀଠରେ କଳସ ସ୍ଥାପନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀଚରଣ ମିଶ୍ରଙ୍କ ରିପୋର୍ଟ, टाइम्स न्यूज इंडिया, सच की आवाज।